ମୁଁ ଗୋଟେ ନାରୀର ଦୁଃଖ ସେୟାର କରିବି। ନାରୀଟିଏ ଯଦି ପାଠ ପଢ଼ିନି ଏ ଦୁନିଆ ଲୋକ କହିବେ କି ଅପାଠୁଇଟା ପାଠ ପଢ଼ିନି। ଆଉ ଯଦି ବେଶୀ ପାଠ ପଢ଼ିକି ଆସିଛି ତାହେଲେ କହିବେ କି ଇ ବେଶୀ ପାଠ ପଢ଼ିକି ଭାଉ ଖାଉଛି। ସମସ୍ତଙ୍କ ସହ ଯଦି ମିଶିକି ସେ ରହିଲା କି ଚଳିଲା କହିବେ କି ଝିଅଟା ବହୁତ ମହା ଚାଲାକ, ସମସ୍ତଙ୍କୁ ହାତରେ ରଖିଛି। ଯଦି କାହା ସହ କଥା ନ ହୁଏ ତାହେଲେ କହିବେ ୟାର ବହୁତ ଗର୍ବ, ଇ କାହା ସହିତ କଥା ବି ହେଉନି। ଆଉ ଯଦି କେଉଁ ପୁରୁଷ ବନ୍ଧୁ ସହ ସେ କଥା ହେଲା ନା କହିବେ କି ଇଏ ସଂସ୍କାର ଶିଖିନି, ସବୁ ପୁଅ ସହିତ କଥା ହେଇ ପଡ଼ୁଛି। ଆଉ ଯଦି କଥା ନ ହେଲା ସେ ଝିଅଟି ସେ ପୁରୁଷ ବନ୍ଧୁ ସହିତ କହିବେ କି ୟାର ଚିନ୍ତାଧାରା ବହୁତ ଛୋଟ, ଇଏ କାହା ସହିତ କଥା ବି ହେଉନି। ପାଠ ପଢ଼ି ଚାକିରି ଯଦି ନ କଲା କହିବେ କି ୟାକୁ ବେକାରଟାରେ ପାଠ ପଢ଼େଇଲ, ୟା ପିଛାରେ କିଛି ପଇସା ଖର୍ଚ୍ଚ ହିଁ ନ କରିବା ଭଲ। ଆଉ ଯଦି ପାଠ ପଢ଼ିକି ଚାକିରି ଖଣ୍ଡେ କରିଦେଲା ତାହେଲେ କହିବେ ୟାର ଡେଣା ମେଲିଗଲା, ଇ ଆକାଶକୁ ଉଡ଼ିବ ଏବେ। ଏ ଦୁନିଆର ଚିନ୍ତାଧାରା ବହୁତ ଖରାପ। ମୋତେ ଏ ଦୁନିଆର ଚିନ୍ତାଧାରା ବହୁତ ବେଳେବେଳେ ଖରାପ ଲାଗେ, ଅଜୀବ ଲାଗେ। ମୋ କଥାଟି ଯଦି ଭଲ ଲାଗିଲା ଛୋଟ ଲାଇକ୍ ଦିଏ, ସିଓର। ଜୟ ଜଗନ୍ନାଥ।